ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତ ମିଳିବା ପରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲିଠାରୁ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଣାତ୍ମକ ଏବଂ ଉଦ୍ଭାବନକୁ ପ୍ରାଥମିକତା ଦେବାକୁ ଔଷଧ ଶିଳ୍ପକୁ ଆହ୍ୱାନ ଦେଲେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ। ପରୀକ୍ଷା ପେ ଚର୍ଚ୍ଚାର ପରବର୍ତ୍ତୀ ସଂସ୍କରଣରେ ଆସନ୍ତାକାଲି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଏବଂ କଟକ ବାରବାଟୀ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ୍। ଦିଲ୍ଲୀକୁ ଏବେ ବିଶ୍ୱସ୍ତରୀୟ ସହରାଞ୍ଚଳ ଭିତ୍ତିଭୂମି ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିବା ପରେ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ କର୍ମୀମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏନ୍ଡିଏର ଅର୍ଥ ହେଉଛି ସୁଶାସନ ଓ ବିକାଶ। ସେ କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ବିଜେପିର ଡବଲ ଇଞ୍ଜିନ୍ ସରକାର ଉପରେ ଦେଶର ବିଶ୍ୱାସକୁ ସୂଚାଉଛି। ସେ କହିଛନ୍ତି, ଦିଲ୍ଲୀ କେବଳ ଏକ ସହର ନୁହେଁ, ବରଂ ଏକ ମିନି ଭାରତ, ଯାହା ଏକ ଭାରତ ଶ୍ରେଷ୍ଠ ଭାରତ ଧାରଣା ପ୍ରଦର୍ଶିତ କରାଇଥାଏ। ଶ୍ରୀ ମୋଦି ଏହି ଅବସରରେ ନାରୀ ଶକ୍ତିକୁ ଦିଆଯାଇଥିବା ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ ହେବ ବୋଲି କହିଛନ୍ତି। आज दिल्ली की जनता ने साफ कर दिया है कि दिल्ली की असली मालिक सिर्फ और सिर्फ दिल्ली की जनता है। अयोध्या के मिल्कीपुर में भी भाजपा को शानदार जीत मिली है। भारी संख्या में भाजपा के लिए मतदान किया है, अभूतपूर्व विजय दिया है। आज देश तुष्टीकरण नहीं बल्कि भाजपा के संतुष्टीकरण की पॉलिसी को चुन रहा है। आम आदमी पार्टीକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁର୍ନୀତିକୁ ବିରୋଧ କରୁଥିବା ଦଳ ଦୁର୍ନୀତିଗ୍ରସ୍ତ ସାବ୍ୟସ୍ତ ହୋଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଦେଶର ରାଜନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିଛନ୍ତି। ଆପ୍ ଭଳି ଦୁର୍ନୀତିଗ୍ରସ୍ତ ଦଳକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଶ୍ରୀ ନଡ୍ଡା ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଦଳୀୟ କର୍ମୀଙ୍କୁ ପ୍ରଶଂସା କରିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ 27 ବର୍ଷ ପରେ ବିଜେପି କ୍ଷମତା ଅକ୍ତିଆର କରିଛି। 70 ଆସନ ବିଶିଷ୍ଟ ବିଧାନସଭାରେ ବିଜେପି 48ଟି ଆସନରେ ବିଜୟୀ ହୋଇଥିବା ବେଳେ ଆମ୍ ଆଦମୀ ପାର୍ଟି 22ଟି ଆସନରେ ବିଜୟୀ ହୋଇଛି। ତେବେ କଂଗ୍ରେସ ଗୋଟିଏ ବି ଆସନ ଜିତିପାରି ନାହିଁ। ଏହି ନିର୍ବାଚନରେ ନୂଆଦିଲ୍ଲୀ ଆସନରୁ ବିଜେପିର ପରଭେଜ ସାହିବ ସିଂ, ରୋହିଣୀ ବିଜେନ୍ଦର ଗୁପ୍ତା, କରୱାଲ ନଗରରୁ କପିଲ ମିଶ୍ରା, ଜଙ୍ଗପୁରାରୁ ତରବିନ୍ଦର ସିଂ ମାରୁଆ, ରଜୌରୀ ଗାର୍ଡେନରୁ ମଞ୍ଜିତର ସିଂ ସିରସା, ଗାନ୍ଧୀନଗରରୁ ଅରବିନ୍ଦର ସିଂ ଲଭଲି, ଗ୍ରେଟର କୈଳାସରୁ ଶିଖା ରାୟ ଓ ମୋତିନଗରରୁ ହରିଶ ଖୁରାନା ବିଜୟୀ ହୋଇଛନ୍ତି। ସେହିପରି ବିଜୁ ଆସନରୁ କୈଳାସ ଗେହଲୋଟ, ଶକୁର ବସ୍ତିରୁ କର୍ଣ୍ଣେଲ ସିଂ, କସ୍ତୁରବା ନଗରରୁ ନୀରଜ ବସୋୟା ଏବଂ ରାଜେନ୍ଦ୍ର ନଗରରୁ ଉମଙ୍ଗ ବଜାଜ ବିଜୟୀ ହୋଇଛନ୍ତି। ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶୀ କାଲକାଜି ଆସନରୁ ବିଜୟୀ ହୋଇଥିବା ବେଳେ ସଦର ବଜାରରୁ ସୋମଦତ୍ତ, ବାବରପୁରରୁ ଗୋପାଳ ରାୟ, ଦିଲ୍ଲୀ କ୍ୟାଣ୍ଟରୁ ବୀରେନ୍ଦ୍ର ସିଂ କାଦିଆନ, କୋଣ୍ଡଲି ଆସନରୁ କୁଲଦୀପ କୁମାର ପ୍ରମୁଖ ବିଜୟୀ ହୋଇଛନ୍ତି। ବରିଷ୍ଠ ଆପ୍ ନେତା ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ ସୌରଭ ଭରଦ୍ୱାଜ ପରାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ମିଲ୍କିପୁର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଚନ୍ଦ୍ରଭାନୁ ପାଶୱାନ 61,700 ଭୋଟ ବ୍ୟବଧାନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅଜିତ ପ୍ରସାଦଙ୍କୁ ପରାସ୍ତ କରିଛନ୍ତି। ତାମିଲନାଡୁର ପୂର୍ବ ଇରୋଡ ବିଧାନସଭା ଆସନ ଉପନିର୍ବାଚନରେ ଡିଏମ୍କେର ଉପାଧ୍ୟକ୍ଷ ଚନ୍ଦିରା କୁମାର ବିଜୟୀ ହୋଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତକୁ ବିଶ୍ୱ ବିଷୟବସ୍ତୁ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ ଏଣ୍ଟରଟେନମେଣ୍ଟ ଶିଖର ସମ୍ମିଳନୀ ୱେବ୍ସ 2025 ପ୍ରସ୍ତୁତ ହେଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତ ବିଶ୍ୱର ସୃଜନଶୀଳ କେନ୍ଦ୍ର ହେବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରୁଛି। ଏହି ଶିଖର ସମ୍ମିଳନୀ ଜରିଆରେ ବିଶ୍ୱର ପ୍ରମୁଖ ଗଣମାଧ୍ୟମଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ,
କଳାକାର ଏବଂ ସୃଜନଶୀଳ ବ୍ୟକ୍ତିତ୍ୱଙ୍କୁ ଏକାଠି କରିବ। ସୂଚନାଯୋଗ୍ୟ, ଆସନ୍ତା ମେ ମାସରେ ମୁମ୍ବାଇରେ ୱେବ୍ସ ଶିଖର ସମ୍ମିଳନୀ ଆୟୋଜନ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଯିବେ। ପ୍ୟାରିସ୍ରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ କୃତ୍ରିମ ବୁଦ୍ଧିମତ୍ତା ଶିଖର ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିବେ। ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କକୁ ପ୍ରୋତ୍ସାହନ ଦେବ। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ $13 ବିଲିୟନ ଅତିକ୍ରମ କରିଥିବା ବେଳେ ପ୍ରତିରକ୍ଷା, ଭିତ୍ତିଭୂମି ଏବଂ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଭଳି ପ୍ରମୁଖ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇଥିବା ରଣନୈତିକ ଦୃଷ୍ଟିରୁ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଫ୍ରାନ୍ସ ଗସ୍ତ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ୱାଶିଂଟନ ଯିବେ। ଏହି ଗସ୍ତ କାଳରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବାଣିଜ୍ୟ, ପ୍ରତିରକ୍ଷା ସହଯୋଗ ଏବଂ ଅପ୍ରବାସନ ନୀତି ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଔଷଧ ଶିଳ୍ପକୁ ଗୁଣାତ୍ମକ ଏବଂ ଉଦ୍ଭାବନକୁ ପ୍ରାଥମିକତା ଦେବାକୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆହ୍ୱାନ ଦେଇଛନ୍ତି। ଭାରତୀୟ ଔଷଧ ନିର୍ମାତା ସଂଘର 63ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଗୋୟଲ କହିଛନ୍ତି, ଭାରତୀୟ ଔଷଧ ଶିଳ୍ପ ଉଲ୍ଲେଖନୀୟ ଅଗ୍ରଗତି କରିଥିବା ବେଳେ ଆଗାମୀ ଦିନରେ ସମସ୍ତ ଛୋଟ ବଡ଼ କମ୍ପାନୀ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ସେ କହିଛନ୍ତି, ନକଲି ଔଷଧ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଔଷଧ ଶିଳ୍ପ କ୍ଷେତ୍ରରେ ନୂତନ ଉଦ୍ଭାବନ ଏବଂ ମିଳିତ ଗବେଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଗୋୟଲ କହିଛନ୍ତି। ଏ କ୍ଷେତ୍ରରେ ପେସାଦାର ଏବଂ ମହିଳାମାନେ ନେତୃତ୍ୱ ନେବା ଲାଗି ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ସରକାର ସବୁ ସମୟରେ ଆବଶ୍ୟକୀୟ ସହାୟତା ଓ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ରହିଥିବା ମନ୍ତ୍ରୀ କହିଛନ୍ତି। ଅନୁଷ୍ଠିତ ସମାରୋହରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଘରୋଇ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସୋମବାର ଦିନ ପୂର୍ବାହ୍ନ 11ଟା ସମୟରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ସହିତ ସିଧାସଳଖ ଆଲୋଚନା କରିବେ। ପରୀକ୍ଷା ପେ ଚର୍ଚ୍ଚା 2025 8ଟି ପର୍ଯ୍ୟାୟ ଉପରେ ପର୍ଯ୍ୟବସିତ। ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଥମ ଆଲୋଚନା ସିଧାସଳଖ ଭାବେ ଦୂରଦର୍ଶନ, ସ୍ୱୟଂପ୍ରଭା, PMO ୟୁଟ୍ୟୁବ୍ ଚ୍ୟାନେଲ ଓ ଶିକ୍ଷା ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ଚ୍ୟାନେଲରେ ପ୍ରସାରଣ କରାଯିବ। ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେବା ପାଇଁ ମାନସିକ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା ତଥା ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଚଳିତ ବର୍ଷ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 36 ଜଣ ଲେଖାଏଁ ଛାତ୍ରଛାତ୍ରୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବିଶ୍ୱ ପୁସ୍ତକ ମେଳାର 52ତମ ସଂସ୍କରଣ ଆଜି ଶେଷ ହେବ। 9 ଦିନିଆ ବିଶ୍ୱ ପୁସ୍ତକ ମେଳାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିଥିଲେ। ଏଥିରେ 50ରୁ ଅଧିକ ଦେଶ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ 2000 ପ୍ରକାଶକ ଏବଂ 1000 ବକ୍ତା ଯୋଗ ଦେଇଛନ୍ତି। ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ଓ ଇଣ୍ଡିଆ ଟ୍ରେଡ୍ ପ୍ରମୋଶନ ଅର୍ଗାନାଇଜେସନ ପକ୍ଷରୁ ଆୟୋଜିତ ଏହି ମେଳାରେ ବିଭିନ୍ନ ପ୍ରକାରର ପୁସ୍ତକ ପ୍ରଦର୍ଶିତ ହେଉଛି। ଯୁବ ମାନସିକତାକୁ ଶକ୍ତି ଓ ପ୍ରେରଣା ଯୋଗାଇ ଦେବା ନେଇ ପୁସ୍ତକ ଆଡ଼କୁ ମୁହାଁଇବାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ ବିଶ୍ୱ ପୁସ୍ତକ ମେଳାରେ 2ଟି ପୁସ୍ତକ ଉନ୍ମୋଚନ କରି ଶ୍ରୀ ବିର୍ଲା କହିଛନ୍ତି, ପୁସ୍ତକ ଉଭୟ ବ୍ୟକ୍ତିଗତ ଓ ସାମାଜିକ ଅଭିବୃଦ୍ଧିର ପ୍ରକୃତ ମାର୍ଗଦର୍ଶକ। କଟକର ବାରବାଟୀ ଷ୍ଟାଡିୟମରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଅପରାହ୍ନ 1:30 ଏହି ମ୍ୟାଚ୍ ଆରମ୍ଭ ହେବ। 3ଟିକିଆ ସିରିଜରେ ପ୍ରଥମ ମ୍ୟାଚ୍କୁ ଜିତି ଭାରତ ଏପର୍ଯ୍ୟନ୍ତ 1-0 ଆଗୁଆ ରହିଛି। ବ୍ୟାଟିଂ କୋଚ୍ ସୀତାଂଶୁ କୋଟକ କହିଛନ୍ତି, ବିରାଟ କୋହଲି ଏବେ ସୁସ୍ଥ ଅଛନ୍ତି ଏବଂ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ପ୍ରସ୍ତୁତ ଅଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତ ମିଳିବା ପରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲିଠାରୁ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଣାତ୍ମକ ଏବଂ ଉଦ୍ଭାବନକୁ ପ୍ରାଥମିକତା ଦେବାକୁ ଔଷଧ ଶିଳ୍ପକୁ ଆହ୍ୱାନ ଦେଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ। ପରୀକ୍ଷା ପେ ଚର୍ଚ୍ଚାର ପରବର୍ତ୍ତୀ ସଂସ୍କରଣରେ ଆସନ୍ତାକାଲି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେବେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ। ଏବଂ କଟକ ବାରବାଟୀ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ୍। ସମ୍ବାଦ ଶେଷ ହେଲା।